पारे हाँ से होती पुरुषोत्तम पुरुषोत्तम ये दुईटी जाक गुण को संपूर्ण भावे राम निकट में परिलिखित होइतिला हेला राम को कहगला मर्यादा पुरुषोत्तम तुमरा ସେହି ରାମ ଠାକୁରଙ୍କୁ ଗୋଟେ ପଦ ଭକ୍ତ ଡାକୁଛି हाँ ଆମ ଗାଁ ନିକଟସ୍ଥ ଗୋଟେ ଗ୍ରାମ ଅଛି ଆପଣ ମାନେ ଜାଣିଥିବେ କମାଗୁରୁ हाँ ସେଇ କମାଗୁରୁ ମଠରେ ଜଣେ ମହନ୍ତ ଥିଲେ आज्ञा ତାଙ୍କ ନାଁ ରାମକୃଷ୍ଣ ଦାସ ମହାରାଜ अच्छा अच्छा ସୁନ୍ଦର ପଦଟି ଲେଖିଲେ हाँ ଅରେ ରାମ ରାମ ये ରସରେ ମନ ये ଦୂର ହେବ ପୂର୍ବ ପାତକ मान राम रसे बपरे मन दूर है सबू संता मान राम रसे मन रे धन ରାମର ସେ ରସରେ ମନ मन ଦୂର ହେବ ପୂର୍ବ ପାତକ मान କଣ ବୁଝିଲ कौन बुझिली ରାମ ରସରେ ଯିଏ ମଜି ଯାଏ हाँ ଇଏ ଜନ୍ମର ପାପ ଖାଲି ଦୂରୀଭୂତ ହୁଏ ତା ନୁହେଁ ना ପୂର୍ବ ଜନ୍ମର ଯଦି କିଛି ପାପ ଆମର ବାକି ରହିଯାଏ ଯାହାକୁ ପ୍ରାରବ୍ଧ ବୋଲି ଆମେ କୁହେ ला ଇଏ ପ୍ରାରବ୍ଧକୁ ବିନାଶ କରିବାର କ୍ଷମତା ଯେଉଁ ନାମରେ ଅଛି हाँ ଶିବ ରାମ राम राम ପୁଣି ସେ ରାମ ରାମ ରସ କାହା ସହିତ ସମାନ क्या सहित ରାମ ରାମ ରସ हेला ଏ ସଂସାରେ ପିୟୁଷ ଦେବର ପଣ୍ଡିତ ବର୍ଗେ କବି କହିଲେ ରାମ ରାମ ରସ ସଂସାର ପିୟୁଷ ପିୟୁଷ କହିଲେ ଅମୃତ अमृत ଅମୃତ କେମିତି ଦେଖିବା ପାଇଁ सर अमृत किपरि କେହି ଦେଖିନା नहीं ଅମୃତ ଖାଇଲେ କେମିତି ସ୍ୱାଦ आज्ञा ତା ମଧ୍ୟ କେହି ଖାଇନାହାନ୍ତି ना कहीं खाई ସମସ୍ତେ କହନ୍ତି ହଁ। ଅମୃତ ପରି ପରି। ଅମୃତ ସଦୃଶ ଆଜ୍ଞା। ଅମୃତ ଭଳି ତେଣୁ ଯିଏ ମନକୁ ଆନନ୍ଦ ପ୍ରଦାନ କରିପାରେ आहा ସେ ହେଉଛି ଅମୃତ अमृत ତେଣୁ ରାମ ରାମ ରସ ହଁ। ସଂସାରେ ପିୟୁଷ पीयूष ଏଠି ସେ ଅର୍ଥ ଆସିବ आज्ञा ତାହେଲେ ହେ ପର ବାପା ମାନେ हे बापा माली ଯେବେ ଅମୃତ ଆନନ୍ଦଦାୟକ ତାହା ବି ନୁହେଁ ନା ଅମୃତର ଆଉ ଗୋଟିଏ ଗୁଣ ରହିଛି अच्छा ସେ ଅମର କରିଦିଏ अमर करे ମୃତ୍ୟୁ ନିକଟକୁ ନିଏ ନା ना ଯେଉଁ ବ୍ୟକ୍ତି ବିଶେଷ ହଁ। ରାମ ନାମରେ ମଜି ଯାଆନ୍ତି ହଜି ଯାଆନ୍ତି ବୁଡି ଯାଆନ୍ତି हेला ସିଏ କେବେ ହେଲେ ମୃତ୍ୟୁ ମୁଖରେ ପଡନ୍ତି पड़ंती ना ଅର୍ଥାତ୍ ସିଏ ମରିକରି ମଧ୍ୟ ଅମର ହୋଇଯାଆନ୍ତି ସଂସାରରେ ଅର୍ଥାତ୍ 4 ଜଣ ହେଲେ ଅମର अमर चारि जन 4 ଜଣ ଅମର 4 जन ସେ 4 ଜଣ କିଏ अरे कहूनांती कि କବି କଳାକାର ଭକତ ଦେଶ ସେ ଭକ୍ତ ଚାରି से बना से भगवानी ମାନେ ଅଛନ୍ତି ଅମର ପାତ୍ର ହେ ଚାରି ଜଣ ବାପା ଅମର 4 जन आज्ञा କିଏ कपी କବି आज्ञा ଯେମିତିକା ଆପଣଙ୍କ ଅଞ୍ଚଳରେ ପଣ୍ଡିତ କବି हाँ ବାଣୀ ସୌରଭ ଅର୍ଜୁନ ବାରିକ ମହୋଦୟ ଅଛନ୍ତି अक्षम आज्ञा ସେ ଏବେ ବି ଅଛନ୍ତି हाँ ପୃଥିବୀ ଥିବା ପର୍ଯ୍ୟନ୍ତ ବି ଥିବେ रहिबे रहिबे କାହିଁକି कौन पाई ନା ତାଙ୍କର ଅମର କୃତି हाँ ତାଙ୍କୁ ଯୁଗ ଯୁଗ ଧରି ବଞ୍ଚେଇ ରଖେ अच्छा ସମସ୍ତଙ୍କର ହୃଦୟରେ ହଁ। ସମସ୍ତଙ୍କର ପ୍ରାଣ କନ୍ଦରରେ ହେଲା। ସାହିତ୍ୟର ତନ୍ତ୍ରୀରେ ସେ ସଦା ସର୍ବଦା ଜାଗ୍ରତ ପରି ଭାବେ ରହିବେ अच्छा अच्छा କବି କେବେ ମୃତ୍ୟୁ କବଳ ହୁଏ ନା हाँ କବି କଳାକାର କଳାକାର। ଜଣେ ଅଭିନେତା अभिनेता ସେ ଯେକୌଣସି ପ୍ରକାର କଳାର ପ୍ରଦର୍ଶନ କରିପାରେ हाँ
ସବୁବେଳେ ସେ ଦର୍ଶକ ମାନଙ୍କର ମନ ମନ୍ଦିରରେ ପୂଜା ପାଏ ପାଆନ୍ତି ଭକ୍ତ ଯେ ପ୍ରଭୁର କଥାରେ ମନ ପ୍ରାଣ ନିବେଶ କରିଛି ଆଚ୍ଛା ଭଗବାନ ଥିବା ପର୍ଯ୍ୟନ୍ତ ଭକ୍ତ ରହିଛି ହଁ ଏବଂ ଚତୁର୍ଥରେ ଦେଶ ସେବକ ଦେଶର ଭକ୍ତ ହଁ ଯେଉଁମାନେ ଆମକୁ ସ୍ୱାଧୀନତା ଆଣିଛନ୍ତି ହଁ ଏବେ ବି ଆମେ ମହାତ୍ମା ଗାନ୍ଧୀ କି ଜୟ ବୋଲି କହୁଛେ ସୁଭାଷ ବୋଷ ବୋଲି ଜୟ ବୋଲି ଜୟ ବୋଲି କହୁଛେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜୟ ବୋଲି କହୁଛେ ଆଜ୍ଞା ପ୍ରଭୃତି ଅନେକ ମହାପୁରୁଷମାନେ ହଁ ଆମେ ବି କହୁଛେ ଆମ ବାପା ମାନେ କହୁଥିଲେ ଆମ ଛୁଆ ମାନେ ବି କହିବେ ତାପରେ କହୁଥିଲେ ଏ କଥାର ଅବସାନ ନାହିଁ ନା ନା କାହିଁକି ନାହିଁ କଣ ପାଇଁ ନା ସେ ସଂସାର ପାଇଁ ଏମିତି କର୍ମ କଲେ ହଁ ସମସ୍ତଙ୍କର ହୃଦୟରେ ସେ ପୂଜା କରୁଛନ୍ତି ପାଆନ୍ତି ତାହେଲେ ସେ ରାମ କଥାରେ ଯେ ମଜିଯାଏ ହଁ ସେ ଅମର ହେଇଯାଏ ଅମର ହେବେ ସାଧାରଣ ଉଦାହରଣରେ ଯୋଡ଼ିଏ ହଁ ବିଭୀଷଣ ଜଣେ ହନୁମାନ ଅମର ଅଛନ୍ତି ଅଛନ୍ତି ହନୁମାନ ମହାରାଜ ଅଛନ୍ତି ହଁ ଆଚ୍ଛା ଆପଣମାନେ ଜ୍ଞାନୀ ଆପଣମାନେ ପଣ୍ଡିତ ଜାଣିଥିବେ ହଁ ବିଭୀଷଣ କଳାମଣି ଧରିକି ଆସନ୍ତି କଣ? ରଥଯାତ୍ରା ସମୟରେ ହେଲା ଯେବେ ବିଭୀଷଣ ଅଦ୍ୟାବଧି ନଥାନ୍ତେ ସେ କହିପାରନ୍ତି ନା 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 ହନୁମାନ ମହାରାଜ ତ ସଦାବେଳେ ଅଛନ୍ତି ଅଛନ୍ତି କୋଉଠି କୋଉଠି ଥାନ୍ତି ହଁ ଯତ୍ର ଯତ୍ର ରଘୁନାଥ କୀର୍ତ୍ତନମ୍ ତତ୍ର ତତ୍ର କୃତମସ୍ତକାଞ୍ଜଳି ବେଶ ବାଷ୍ପ ବାରି ପରିପୂର୍ଣ୍ଣ ଲୋଚନ ମାରୁତି ନମତ ରାକ୍ଷସନ୍ତକମ୍ ଯୋଉଠି ରାମ କଥା କୁହାଯାଏ ହଁ ଯୋଉଠି ରାମ ଚରିତ୍ର ପର୍ଯ୍ୟାଲୋଚନା କରାଯାଏ ବେଶ ଯେଉଁଠି ରାମଙ୍କର ଲୀଳାର ଅଭିନୟ କରାଯାଏ ହଁ ସେଇଠି ବୀର ବଜରଙ୍ଗ ବାଲି ଅଶ୍ରୁଭରା ନୟନରେ କରପତ୍ରକୁ ଉର୍ଦ୍ଧ୍ୱଗାମୀ କରି ରାମ ରାମ କହି ପହଞ୍ଚି ଯାଆନ୍ତି ଆହା ତେଣୁ ସବୁଠାରେ ରଘୁନାଥଙ୍କର ମାଧ୍ୟମରେ ହଁ ହନୁମାନ ମହାରାଜ ହଁ ତେଣୁ କବି କହିଲେ କଣ? ସେ ରାମ ନାମରେ ଆପଣ ଟିକେ ମଜି ଯାଆନ୍ତୁ ହଜି ଯାଆନ୍ତୁ ରସି ଯାଆନ୍ତୁ ହଁ ହଁ କାହିଁକି କଣ ପାଇଁ? ରାମ କିଏ କି ଇଏ ପୁରା ଶାନ୍ତ ଶିଷ୍ଟ ହଁ ହଁ ଇଏ ଶ୍ୟାମଳ ମୂର୍ତ୍ତି ଏ ଅଭିରାମ ଜଗତପତି ରାମ କେମିତି ଶାନ୍ତ ଶିଷ୍ଟ ଶାନ୍ତ ଆପଣ ଯେଉଁ ସ୍ଥାନକୁ ଯିବେ ହଁ ତେବେ ଶାନ୍ତ ଶିଷ୍ଟ ସ୍ୱଭାବକୁ ପ୍ରଦର୍ଶନ କଲେ ଆଜ୍ଞା ତ ସବୁଠି ଆଦର ପାଇବେ ଆଦର ପାଇବେ ତେବେ କ୍ରୋଧ କରିବେ ହଁ ସିଙ୍ଗା ସିଙ୍ଗା ଭଳିଆ କଥାବାର୍ତ୍ତା କରିବେ ହଁ। ଆପଣଙ୍କୁ ଭଲ ପାଇବେ ନା ହଁ ତେଣୁ ରାମ ଯେକୌଣସି ପରିସ୍ଥିତିରେ ମଧ୍ୟ କ୍ରୋଧ ହେଲା ଭଳିଆ କଥା କହନ୍ତି ନା ଭାଗବତ କଣ କହିଛନ୍ତି କହିଲା ହୁଏତ ଆପଣ ଜୀବନ ଚର୍ଯ୍ୟାରେ କାହାକୁ ଟଙ୍କା ନ ଦେଇ ପାରନ୍ତି ନା କାହାର ସାହାଯ୍ୟ ନ କରିପାରନ୍ତି ଆଜ୍ଞା ଏତିକି ମାତ୍ର ଆପଣଙ୍କର ନିକଟରେ ଅଛି ଆପଣ କରିପାରିବେ ତା ସମ୍ଭବ ସାପେକ୍ଷ ଆଜ୍ଞା କଣ ସିଏ କଣ ଅମୃତ ବିନା କହି ପୋଷିବା ହଁ ଆପଣ ଜୀବନରେ ସମସ୍ତଙ୍କୁ ଟିକେ ମିଠା କଥା କୁହନ୍ତୁ ହଁ ହଁ ସେ କଥା ପଦକ ଗୋଟିଏ ଟଙ୍କା ସହିତ ସମାନ ଆଚ୍ଛା ଯେବେ ଆପଣ ସମସ୍ତଙ୍କୁ ଭଲ କଥା କହିଲେ ସୁନ୍ଦର କଥା କହିଲେ ବିନୟ ବାଣୀ କହିଲେ ହଁ ସମସ୍ତଙ୍କ ପାଖରେ ଆପଣ ହେଇଯିବେ ରାମ ରାମ ଯୋଉ ରାମ ହଁ ବାପାଙ୍କର କଥାକୁ ମାନିଲେ ହେଇ ଦଶରଥ ଦେବ ସତ୍ୟ କଲେ ହଁ ରାମ ପଚାରିଲେନି ପଦେ ହଁ ବାପା ମୁଁ କାହିଁକି ମନକୁ ଯିବି ଆପଣ ଏଭଳିଆ ସତ୍ୟ କାହିଁକି କଲେ କାହିଁକି କଲେ? ରାମାୟଣ ପୃଷ୍ଠରେ ଆପଣ କୋଉଠି ବି ପାଇବେନି ରାମ ପ୍ରଶ୍ନ କରିଛନ୍ତି ହଁ ନାଇଁ ନାଇଁ କୋଉଠି
ମା କୈକେୟୀ କହିଲେ ତୁ ରାମ ମନ୍ଦିର ତୁ ଯା। ଯା। ରାମ ବି ପ୍ରତିବାଦ କଲେ ନା। ସ୍ତ୍ରୀ ବାହାରିଲା ଆସ, ହଁ। ଭଉଣୀ ଭାଇ ବାହାରିଲା ଆସ, ଆସ। କାହାକୁ ମନରେ ଦୁଃଖ ଦେଲେ ନା ନା ନା। ତାହେଲେ ଆପଣ ରାମ ହେବେ ନା? ହଁ। ବାପାକୁ ଭଲ ପାଇବେ, ମାକୁ ଭଲ ପାଇବେ, ସ୍ତ୍ରୀକି ଭଲ ପାଇବେ, ଭାଇକି ଭଲ ପାଇବେ, ବାବା। ତାହେଲେ ରାମ ହେବେ ନା? ହଁ। ରାମଙ୍କ ଠାରୁ କଣ ଶିଖିଲା? ହଁ। ରାମଙ୍କର କଥା ଶୁଣିଦେଲେ, ନାଟକ ଦେଖିଦେଲେ, ହନୁମାନ କେମିତି ଦେଉଛି, ରାମ କେମିତି ସର ମାରିଲେ, ଏଇ କିଛି ମୂଲ୍ୟ ନାହିଁ। ସେରା କୁହନ୍ତୁ। ରାମଙ୍କର ଚରିତ୍ରକୁ ଯେବେ ଜୀବନ ଚର୍ଯ୍ୟାରେ ଆପଣ କେତେକ ଅଂଶରେ ଗ୍ରହଣ କରିପାରିବେ, ତେଣୁ ରାମଙ୍କର କୃପା ଆପଣଙ୍କ ନିକଟରେ ଅଦ୍ୟାବଧି ଅଛି, ଅଦ୍ୟାବଧି ଥିବ, ସବୁବେଳେ ଯୁଗ ରହିବ। ତେଣୁ ଶାନ୍ତ ଶିଷ୍ଟ ଶ୍ୟାମଳ ମୂର୍ତ୍ତି ଭଗବାନଙ୍କର ରୂପଟି ଆପଣ ଦେଖିଥିବେ, ଦୁର୍ବାଦଳ ଦୁର୍ବାର। ଦୁବ ଭଳିଆ। ଦୁବ। ଦୁବ ଭଳିଆ ଗୋଟେ ରଙ୍ଗର ବ୍ୟକ୍ତି ଆପଣ କେବେ ଜୀବନରେ ଦେଖିଛନ୍ତି? ଆମେ ଦେଖିଛେ ତିନି ପ୍ରକାର, ହଁ ହଁ। କଳା, କଳା, ଶ୍ୟାମଳ, ଶ୍ୟାମ ଆଉ ଧଳା। ଗୌର, ହଁ ଗୋରା। ହଁ। ଦୁବ ରଙ୍ଗର ବ୍ୟକ୍ତି ଆପଣ ଦେଖିଛନ୍ତି? ନାଇଁ କବି କେମିତି ଲେଖିଲେ? କେଜାଣି। ନବ ଦୁରୁ